ଆଜ୍ଞା କୁହନ୍ତୁ ଆପଣ ପରିଚୟ ଦିଅନ୍ତୁ। ଶ୍ରୀ ଅଲେଖଚନ୍ଦ୍ର ରାଉତ ସୃଷ୍ଟି ସଂସ୍ଥା ସାହିତ୍ୟ ସଂସଦର ସଭାପତି। ଆଜି ସୃଷ୍ଟି ସଂସ୍ଥାର ଦ୍ୱିମାସିକ ଆସରର ଚତୁର୍ଥ ପର୍ଯ୍ୟାୟ ଥିଲା। ସୃଷ୍ଟି ସଂସ୍ଥା ଏ 2024 ମସିହାରେ ସୃଷ୍ଟି ହୋଇଛି। ଏହାର ଲକ୍ଷ୍ୟ ରହିଲା ସାହିତ୍ୟର କ୍ରମ ବିକାଶ ଏବଂ ଉନ୍ନତି ପାଇଁ ଜନସଚେତନା, ବିଭିନ୍ନ କବିତା ସ୍ୱର ଏବଂ ଆଲୋଚନା ଚକ୍ର ଦ୍ୱାରା ସାହିତ୍ୟର ଆଲୋଚନା କରାଯାଉଛି। ଆଗାମୀ ଜାନୁଆରୀ 25ରେ ଏହାର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ। ସମାଜକୁ ସାମାଜିକ ସଚେତନତାଶୀଳତା ବିଷୟରେ ଜାଗରଣ ଏବଂ ସାହିତ୍ୟ ଅନୁରାଗୀ କରିବା ନିମିତ୍ତ ଏହି ଅନୁଷ୍ଠାନର ସୃଷ୍ଟି। ତେଣୁ ସମସ୍ତ ସାରସ୍ୱତ ସାଧକ ସାଧିକାମାନଙ୍କୁ ନେଇ ଏ ଆସନଟି ସୁଚାରୁ ରୂପେ ଆଗେଇ ଚାଲିଛି ଏବଂ ଆଗକୁ ମଧ୍ୟ ଆଗେଇ ଚାଲିବ ବୋଲି ମୋର ଆଶା। ସମସ୍ତଙ୍କର ସାହାଯ୍ୟ ସହାନୁଭୂତି ଏହି ଅନୁଷ୍ଠାନ ପ୍ରତି ରହିଛି। এই ଯେଉଁ ସାହିତ୍ୟ ଅନୁଷ୍ଠାନ ହେଲା ଏଥିରେ କେତେଜଣ ସାହିତ୍ୟିକ ଆସିଥିଲେ ଓ କେତେଜଣ କବିତା? ଆଜିର କବିତା ଆସରରେ ପ୍ରାୟ ଆମର 50ରୁ ଉର୍ଦ୍ଧ୍ୱ କବି କବିତ୍ରୀମାନେ ଯୋଗ ଦେଇଥିଲେ। ଆଉ ଆମର ଯେଉଁ ସାହିତ୍ୟ ଆସର ହେଲା, ଆଲୋଚନା ଚକ୍ର ହେଲା, ଆମର ମୁଖ୍ୟ ଅତିଥି କିଏ ଆସିଥିଲେ? ମୁଖ୍ୟ ଅତିଥି ଡକ୍ଟର ରଜନୀକାନ୍ତ ଦାସ ମୁଖ୍ୟ ଅତିଥି ଥିଲେ। ସେ ଜଣେ ସୁବକ୍ତା। ବିଭିନ୍ନ ମାନେ କବିତା ଠାରୁ ଆରମ୍ଭ କରି ଆମର ଉତ୍କଳୀୟ ସଂସ୍କୃତି, ଭାରତୀୟ ସଂସ୍କୃତି ବିଷୟରେ ମଧ୍ୟ ବହୁତ ଆଲୋଚନା ସେ କରିଥିଲେ। ତାଙ୍କର ସୁନ୍ଦର ବାଗ୍ମିତାରେ ସମସ୍ତେ ଆହ୍ଲାଦିତ ହୋଇଛନ୍ତି। ଆଜି ଆମର ଆଗାମୀ ବାର୍ଷିକ ଉତ୍ସବରେ ମଧ୍ୟ ସେ ମହାଶୟଙ୍କୁ ଆମେ ଆମନ୍ତ୍ରିତ କରିବୁ ବୋଲିକି ମନ ଭିତରେ କଳ୍ପନା ରଖିଛୁ। ଆଜି ବର୍ଷା ଅନୁକୂଳ ପ୍ରତିକୂଳ ପାଗ ମଧ୍ୟ ଆଜି ଅନିନ୍ଦ୍ରକୁ ଆଜି ପୁରା ଫୁଲ୍ ହୋଇଯାଇଥିଲେ। ଲୋକ 50-60 ଲୋକ କବି କବିତ୍ରୀଙ୍କ ଦ୍ୱାରା ପୂର୍ଣ୍ଣ ହୋଇଯାଇଥିଲା। ସମସ୍ତଙ୍କର ସ୍ନେହ ଶ୍ରଦ୍ଧା ଏ ଅନୁଷ୍ଠାନ ପ୍ରତି ଅଛି। ମୁଁ ରଜନୀକାନ୍ତ ପଟ୍ଟନାୟକ ବିଜେପି ନଗର ଭୁବନେଶ୍ୱରରୁ କହୁଛି। ଏଇ ଆମର ନୂଆ ଅନୁଷ୍ଠାନ ସୃଷ୍ଟି ଓ ସଂସ୍ଥା ସାହିତ୍ୟ ଅନୁଷ୍ଠାନ, ଏ ଅନୁଷ୍ଠାନରେ ମୁଁ ଉପଦେଷ୍ଟା ଅଛି। ଏ ଅନୁଷ୍ଠାନ ନୂଆ ହେଇଥିବା ସତ୍ତ୍ୱେ ମଧ୍ୟ ଏଠି ବହୁତ କବି ଏବଂ କବିତ୍ରୀ ସବୁ ଆସନ୍ତି। ଆଉ ଆଲୋଚନା କରାଯାଏ, ପ୍ରତ୍ୟେକ କବିତା ସମୀକ୍ଷା କରାଯାଏ ଏବଂ ସମୀକ୍ଷା ପରେ କବିମାନେ ମଧ୍ୟ ନିଜର ମତାମତ ପ୍ରଦାନ କରନ୍ତି। ଆମର ସାହିତ୍ୟ ଜଗତରୁ ଯେଉଁ ନୂଆ ନୂଆ ପ୍ରକାରର ସବୁ ଷ୍ଟେପ୍ ନିଆଯାଉଛି, ଇଏ ତା'ର ଗୋଟେ ପ୍ରଥମ ମାଇଲଖୁଣ୍ଟ। ଆଉ ୟାର ସମ୍ପାଦକ ଯିଏ ଅଛନ୍ତି ମହାନ୍ତି ବାବୁ, ବିଶ୍ୱରଞ୍ଜନ ମହାନ୍ତି, ତାଙ୍କର ଆପ୍ରାଣ ଚେଷ୍ଟାରେ ସିଏ ଏହି ସଂସ୍ଥାଟିକୁ ଆରମ୍ଭ କରିଛନ୍ତି। ପ୍ରତ୍ୟେକ 2 ମାସରେ ଏଇଟା ତରଥର ହୁଏ। ସିଏ ଡକ୍ଟର ବି ଆସିକି ମଧ୍ୟ ଏ ସଂସ୍ଥା ସହିତ ପ୍ରତ୍ୟେକ ଲୋକଙ୍କୁ ଇଣ୍ଡିଭିଜୁଆଲି ଫୋନ୍ କରନ୍ତି ଏବଂ ସମସ୍ତଙ୍କୁ ଡାକନ୍ତି। ଏହି ସଂସ୍ଥା ମୁଁ ଆଶା କରୁଛି ଏହି ସଂସ୍ଥା ଆଗକୁ ଆହୁରି ଉନ୍ନତି କରିବେ। କେତେ ବର୍ଷ ହେଲାଣି? ଏଇଟା ଏଇ ବର୍ଷ ଆରମ୍ଭ ହୋଇଛି। ଆଚ୍ଛା, ଆଉ ଆପଣ କେତେ ଜଣ ଅଛନ୍ତି ଏଥିରେ? ପାଖାପାଖି 70 ଜଣ ମେମ୍ବର ଅଛନ୍ତି ଏବଂ ସମସ୍ତେ ନିଜ ନିଜର ଯେତେ ସୁବିଧା ଅସୁବିଧା ଥିଲେ ମଧ୍ୟ ସମସ୍ତେ ଆସି ଏଠି ମିଶନ୍ତି। ଆମ ଓଡ଼ିଶା ଭୁବନେଶ୍ୱର ନା ଭୁବନେଶ୍ୱର ବାହାରୁ ଆସିଛନ୍ତି? ଭୁବନେଶ୍ୱର ବାହାରୁ
ନିମାପଡ଼ା, ଚାରିଛକ, ପିପିଲି ପ୍ରତ୍ୟେକ ଜାଗାରୁ ଅଧିକ ଲୋକ ପୁରୀ କୋଣାର୍କ ସବୁ ଜାଗା ଲୋକ। ଆପଣ ଏଇ ଯେଉଁ ଆଉ ଯୁବପିଢ଼ି ମାନେ ଅଛନ୍ତି ଯେଉଁ କବି ଆଉ ଲେଖକମାନେ ତାଙ୍କୁ କ'ଣ କହିବାକୁ ଚାହୁଁଛନ୍ତି? ସମସ୍ତଙ୍କୁ ମୁଁ କହୁଛି ସମସ୍ତେ ନୂଆ ନୂଆ ପ୍ରକାର ଲେଖା ଲେଖନ୍ତୁ ଏବଂ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରନ୍ତୁ। ଆଜ୍ଞା, ଥ୍ୟାଙ୍କ ୟୁ। ନମସ୍କାର, ମୁଁ ଚମକ ଚାନ୍ଦିନୀ ଦାସ। ସୃଷ୍ଟି ଓ ସ୍ରଷ୍ଟା ସାହିତ୍ୟ ଅନୁଷ୍ଠାନ ତାର ଜଣେ ନିୟମିତ ସଂଯୋଜିକା। ତେବେ ଏହି ସୃଷ୍ଟି ଓ ସ୍ରଷ୍ଟା ସାହିତ୍ୟ ଅନୁଷ୍ଠାନଟିର ସମ୍ପାଦକ ହେଉଛନ୍ତି ଶ୍ରୀଯୁକ୍ତ ବିଶ୍ୱରଞ୍ଜନ ମହାନ୍ତି, ଯିଏ ସୁଦୂର ଜଟଣୀରୁ ଆସି ଭୁବନେଶ୍ୱରରେ ଏଇଠି କରୁଛନ୍ତି। ତାଙ୍କର ଏତେ ଆତ୍ମୀୟତା ଆଉ ଏତେ ସୁନ୍ଦର ଭାବରେ ସେ ଦେଖନ୍ତି ସବୁ କବିମାନଙ୍କୁ, ତେଣୁ ପ୍ରତିଥର ପ୍ରାୟ 70ରୁ 80 ଜଣ ଖଣ୍ଡେ କବି ଆସି ଯୋଗ ଦିଅନ୍ତି। ଏହି ଗୋଦାବରୀଶ ସାହିତ୍ୟ ସଂସଦ ସଭା କକ୍ଷରେ ଆସରଟି ଅନୁଷ୍ଠିତ ହୁଏ। ପ୍ରତି 2 ମାସରେ ଥରେ ଆସରଟି ଅନୁଷ୍ଠିତ ହୁଏ। ଗୋଟିଏ ଆଲୋଚନା ଚକ୍ର ଥାଏ ଏବଂ କବିତା ପାଠ ଥାଏ। ଆପଣ ଏଇ ଅନୁଷ୍ଠାନରେ କେତେ ଦିନ ହେଲା ଆପଣ ଇଏ କଲେଣି, ଅଂଶଗ୍ରହଣ କଲେଣି? କେତେ ଦିନ ହେଲା ଆପଣଙ୍କ ଏଠି ଏଇ ଅନୁଷ୍ଠାନରେ ଅଛନ୍ତି? ମୁଁ ଏଇ ଅନୁଷ୍ଠାନ ସହିତ ମୂଳରୁ ଜଡ଼ିତ, ଆରମ୍ଭରୁ ଜଡ଼ିତ ଅନୁଷ୍ଠାନ ସହିତ। ଆପଣ ଇଏ କବିତା ଲେଖନ୍ତି ନା କବିତା? ମୁଁ କବିତା ଲେଖେ, ଗଳ୍ପ ଲେଖେ, ଆଉ ମଞ୍ଚ ପରିଚାଳନା କରେ ଏବଂ କବିତା ସଂଯୋଜନା କରେ। ଆପଣ ଅନ୍ୟ କେଉଁ ଇଏରେ କମ୍ପିଟିସନରେ ପ୍ରାଇଜ୍ ପାଇଛନ୍ତି? ହଁ, ମୁଁ ବହୁତ ଗୁଡ଼ିଏ ଅନୁଷ୍ଠାନରୁ ପୁରସ୍କୃତ ହେଇଛି, ସମ୍ବର୍ଦ୍ଧିତ ହେଇଛି। ତା ସହିତ ବହୁତ ଗୁଡ଼ିଏ ଅନୁଷ୍ଠାନରେ ସଂଯୋଜିକା ଏବଂ ମଞ୍ଚ ଆଉ ପରିଚାଳନା। ଲେଖକ ଲେଖିକାମାନଙ୍କୁ ଆଉ କ'ଣ ଆହ୍ୱାନ ଦେଉଛନ୍ତି କୁହନ୍ତୁ? ଲେଖକ ଲେଖିକାମାନଙ୍କୁ ମୋର ଏଇ ପରାମର୍ଶ ରହୁଛି ଯେ ସାମ୍ପ୍ରତିକ ପରିସ୍ଥିତିରେ ଯେଉଁ ଘଟଣାଗୁଡ଼ିକ ଘଟୁଛି ସେଗୁଡ଼ିକ ପ୍ରାୟ ସମସ୍ତଙ୍କ ଦୃଷ୍ଟିଗୋଚର ହେଉନି। କାରଣ ଯୁବପିଢ଼ିମାନେ ସମାଜ ବା କୌଣସି ଖବରକାଗଜ ସେମାନେ ପ୍ରାୟତଃ ପଢ଼ୁନାହାନ୍ତି, ବା ମୋ ଜାଣିବାରେ ନ୍ୟୁଜ୍ ଚ୍ୟାନେଲରେ ବି କୌଣସି ନ୍ୟୁଜ୍ ସେମାନେ ଦେଖୁନାହାନ୍ତି। କେବଳ ଫିଲ୍ମ, କାର୍ଟୁନ୍ ଏବେ ତ ହେଉଛି ମୋବାଇଲ ଗେମ୍ସ, ତା ଭିତରେ ସେମାନେ ନିଜକୁ ସୀମାବଦ୍ଧ ରଖୁଛନ୍ତି। ପରବର୍ତ୍ତୀ ପିଢ଼ି ଯେଉଁମାନେ ଆଜି ବି ଆମ ସହିତ କିଛି ଯୁବପିଢ଼ି ଆସି ଯୋଗ ଦେଇଥିଲେ କବିମାନେ, ତେଣୁ ସେମାନଙ୍କୁ ମଧ୍ୟ ଆମେ ବହୁତ ଏନକରେଜ୍ କରୁଛୁ, ସବୁବେଳେ ଡାକୁଛୁ ସେମାନଙ୍କୁ ଆସନ୍ତୁ ଆମ ସହିତ ଯୋଗ ଦିଅନ୍ତୁ। ଆମ ପରବର୍ତ୍ତୀ ପିଢ଼ି ଭାବରେ ସେମାନେ ସାହିତ୍ୟର ମଙ୍ଗକୁ ଧରନ୍ତୁ, ଆଗକୁ ଟାଣି ନିଅନ୍ତୁ। ତା ସହିତ ଆମର ଯେଉଁ ସାମ୍ପ୍ରତିକ ଘଟଣା ଗୁଡ଼ିକ ଚାରିଆଡ଼କୁ ତା'ର କିଛି ସଚେତନତାର ବାର୍ତ୍ତା ଯାଉନି, ସେହି ସଚେତନତାର ବାର୍ତ୍ତା ସେମାନେ କବିତା ମାଧ୍ୟମରେ ଆମ ସମାଜକୁ ଦିଅନ୍ତୁ। ମ୍ୟାଡ଼ାମ୍, ଥ୍ୟାଙ୍କ ୟୁ। ସରୋଜ ରଞ୍ଜନ ପଟ୍ଟନାୟକ, ସାରସ୍ୱତ ସାହିତ୍ୟ ଅନୁଷ୍ଠାନର ସମ୍ପାଦକ ଓ ପ୍ରତିଷ୍ଠାତା। ଆଜିର ଆପଣ ପ୍ରୋଗ୍ରାମ ବିଷୟରେ କ'ଣ ଚାହୁଁଛନ୍ତି? ଆପଣ ଏଇ ପ୍ରୋଗ୍ରାମଟା ଏଇ ଅନୁଷ୍ଠାନ ସୃଷ୍ଟି ଓ ସ୍ରଷ୍ଟା ସାହିତ୍ୟ ଅନୁଷ୍ଠାନ କେତେ ବର୍ଷ ଧରି ଆରମ୍ଭ ହେଇଛି? ସୃଷ୍ଟି ସ୍ରଷ୍ଟା ସାହିତ୍ୟ ଅନୁଷ୍ଠାନ ଏବେ 4ଟା ତାଙ୍କର ଅଳ୍ପ ଦିନରେ ଅନୁଷ୍ଠାନ ସୃଷ୍ଟି ହେଇଛି, କିନ୍ତୁ ସେଇ ଅନୁଷ୍ଠାନର ଆଭିମୁଖ୍ୟ ଯାହା ରଖିଛନ୍ତି ସାହିତ୍ୟକୁ କିପରି ଜୀବନ୍ତ ଓ ବୁଦ୍ଧିମନ୍ତ କରିପାରିବେ ତା ଉପରେ ସେ ବହୁତ ପ୍ରଶୟ ଦେଇଛନ୍ତି ବା ତାକୁ ଚିନ୍ତା କରୁଛନ୍ତି। ତାଙ୍କର ଇନଫ୍ରାଷ୍ଟ୍ରକ୍ଚର ସେହି ଅନୁସାରେ ସେ ଆରମ୍ଭ କରିଛନ୍ତି। ଯାହା ହେଉ ସେ ଯାହା କରିଚାଲିଛନ୍ତି ତାହା ଖୁବ୍ ସ୍ୱାଗତଯୋଗ୍ୟ ଏବଂ କବି ସାହିତ୍ୟିକ କିପରି ସୃଷ୍ଟି ହୋଇପାରେ ତାହାର ମଧ୍ୟ ସେ ପ୍ରୟାସ ଜାରି ରଖିଛନ୍ତି। ଆମର ଏଇ ଯେଉଁ ସୃଷ୍ଟି ଓ ସ୍ରଷ୍ଟା ସାହିତ୍ୟ ଅନୁଷ୍ଠାନ ମୂଳ ଉଦ୍ଦେଶ୍ୟ କ'ଣ ରହୁଛି? ମୂଳ ଉଦ୍ଦେଶ୍ୟ ସାହିତ୍ୟ ଭାଷାକୁ କି ବଞ୍ଚି ରହିବାଟା, ଭାଷାର ଅସ୍ମିତା କେମିତି ସବୁଦିନ ପାଇଁ ଜୀବିତ ରହିବ ଏବଂ ସାହିତ୍ୟ କେମିତି ରୁଦ୍ଧିମନ୍ତ ହେବ, କିପରି ଆମର ଭାଷା ସଂସ୍କୃତି ସବୁଦିନ ପାଇଁ ପ୍ରାଚୁର୍ଯ୍ୟ ହୋଇପାରିବ, ସେଥିପାଇଁ ତାପରେ ସେ ଆଶା ବ୍ୟକ୍ତ କରୁଛନ୍ତି ଏବଂ ସେ ପ୍ରୟାସ ମଧ୍ୟ କରୁଛନ୍ତି। ଆମର ଏବେ ଯେଉଁ ନୂଆ ସରକାର ସେ ଅସ୍ମିତା ଉପରେ ଇଏ ଦେଉଛନ୍ତି। ଅସ୍ମିତା କ'ଣ ବହୁତ ଲୋକ ଜାଣିପାରୁନାହାନ୍ତି। ଆପଣ ଅସ୍ମିତା ଉପରେ କ'ଣ? ଅସ୍ମିତାର ପ୍ରକୃତ ଆଖିରେ ଅହମ୍ ସ୍ମିତା ଅସ୍ମିତା, ଅହମ୍ ଶବ୍ଦରୁ ଆସିଛି, ତା ଅର୍ଥ ହେଉଛି ଗର୍ବ ବା ଅହଙ୍କାର। ଯଦି ଅସ୍ମିତାର ପ୍ରକୃତ ଅର୍ଥ ସାହିତ୍ୟିକ ପୂର୍ଣ୍ଣତନ୍ତ୍ର ଭାଷାକୁ ଦେଖାଯାଏ, ଅସ୍ମିତା ହେଉଛି ଅହମିକା ବା ଗର୍ବ। କିନ୍ତୁ ଏମାନେ ଅନ୍ୟ ଅର୍ଥରେ ଯେଉଁ କହୁଛନ୍ତି ଆମ ଭାଷାରୁ ଯଦି ଆମେ ଗର୍ବ କରିବା, ଆମ ଭାଷା ଗର୍ବ କଲେ ଆମ ସ୍ୱାଭିମାନ ବଞ୍ଚାଇ ପାରିବା, ତାହା ହେବ ଆମ ଓଡ଼ିଆ ଅସ୍ମିତା ବା ଓଡ଼ିଆ ଜାତିର ସ୍ୱାଭିମାନ। ଆଉ ଆମର ମୁଖ୍ୟ ଅତିଥି କିଏ ଆସିଥିଲେ? ରଜନୀ ରଞ୍ଜନ ଦାସ ମୁଖ୍ୟ ଅତିଥି ଆସିଥିଲେ। ଆପଣ କବିତା ଲେଖନ୍ତି ନା ପାଠନ କରନ୍ତି? କବିତା ଲେଖେ, ପାଠ କରେ, ସମୀକ୍ଷା କରେ, ପ୍ରବନ୍ଧ ଲେଖେ, ସବୁ ଜିନିଷ ଲେଖେ। 3ଟା ମାଗାଜିନ୍ର ମଧ୍ୟ ସମ୍ପାଦକ ଅଛି। ହଉ ସାର୍, ଥ୍ୟାଙ୍କ ୟୁ।